ଯେତେବେଳେ ପହଞ୍ଚି ଗଲା ବୈକୁଣ୍ଠରେ ତା ନିଜ ଜୀବନ ଚକ୍ରକୁ ଦେଖିଲା ଏନ୍ତୁଡି ଶାଳରୁ ମରଣ ଜୁଇରେ ଜଳିବା ପର୍ଯ୍ୟନ୍ତ ଜୀବନର ଚଲାପଥ ସେ ପିରିୟଡ ବାଛିଦେଲା। ଏତିକି ସମୟ ଦୁଃଖ ପାଇଛି, ଏତିକି ସମୟ ସୁଖ ପାଇଛି। ଯେତେବେଳେ ଆତ୍ମା ଦେଖୁଛି କହିଲା ଯେତିକି ବେଳେ ସୁଖ ପାଇଛି କଣ ରାସ୍ତାରେ ତ ଚାରି ଚାରିଟା ପାଦ ପଡିଛି, ମାନେ ମୁଁ ଚାଲୁଥିଲି ମୋ ପାଖେ ପାଖେ ମୋ ଠାକୁର ଛାଇ ଭଳି ଥିଲି। ତେଣୁ ଚାରି ଚାରିଟା ପାଦ, ତାଙ୍କର ଦିଟା ପାଦ, ମୋର ବି ଦିଟା ପାଦ। କିନ୍ତୁ ଯେତେବେଳେ ଦୁଃଖ ପାଇଛି ମାତ୍ର ଦିଟା ପାଦ, ଭଗବାନଙ୍କୁ ତ କୈଫତ ମାଗିଲା, କହିଲା କି ଓ ଠାକୁରେ ତମେ ସୁଖର ବନ୍ଧୁ ନା ଦୁଃଖର ବନ୍ଧୁ? ଠାକୁରେ କହିଲେ ମୁଁ ଉଭୟର ବନ୍ଧୁ, କିନ୍ତୁ ମଣିଷ ଏଡେ ମୂର୍ଖ ଯେ ସୁଖ ବେଳେ ମତେ ଖୋଜେ ନା ଦୁଃଖ ବେଳେ ମତେ ଖୋଜେ। ଚାରିଟା ପାଦ ପଡିଛି, ତେଣୁ ଆପଣ ମୋ ପାଖରେ ଥିଲେ, କିନ୍ତୁ ଦୁଃଖ ବେଳେ ଦେଖିଛି କଣ ଦିଟା ପାଦ ପଡିଛି, ମାନେ ମୁଁ ଏକୁଟିଆ ଚାଲୁଥିଲି, ଦୁଃଖ ବେଳେ ଆପଣ ମତେ ଛାଡିକିରି ପଳେଇଥିଲେ। ଭଗବାନ କହିଲେ ଆହା ତୋ ଆଖି କି କଣ ସତ ଦେଖା ଯାଉଛି କି ରେ? କହିଲେ ତୁ ଭଲ କରି ଦେଖେ, ସୁଖ ବେଳେ ତ ଚାରି ଚାରିଟା ପାଦ ପଡିଛି, ତୋର ଦିଟା ମୋର ଦିଟା। କାହିଁକି ଜାଣିଛୁ? ମୁଁ ଭକ୍ତ ଆଗରେ ଚାଲେନି, ତାକୁ ଆଗରେ ଚଲେଇ ପଥରେ ମଶାଲ ଧରିକିରି ମୁଁ ଚାଲେ। ତେଣୁ ପଛ ଦିଟା ପାଦ ମୋର, ଆଗ ଦିଟା ପାଦ ତୋର। ଯେତେବେଳେ ସୁଖ ପାଉଛୁ ଆମ ଭକ୍ତକୁ ମୁଁ ପୁଣି ଅନେଇକି ଥାଏ, କେତେବେଳେ ଅହଙ୍କାରରେ ବ୍ରେକଲେସ୍ ଗାଡିରେ ଚଢିବ, କାଳେ ବ୍ରେକ୍ ନଥିବ, ଆକ୍ସିଡେଣ୍ଟ ହେଇଯିବ, ତେଣୁ ତତେ ଧରି ପକେଇବି ବୋଲି ମୁଁ ପଛେ ପଛେ ସବୁବେଳେ ଯାଏ। ଭକ୍ତକୁ ମୁଁ ପୁଣି ଅନେଇକି ଥାଏ, କେତେବେଳେ ଅହଙ୍କାରରେ ବ୍ରେକଲେସ୍ ଗାଡିରେ ଚଢିବ, କାଳେ ବ୍ରେକ୍ ନଥିବ, ଆକ୍ସିଡେଣ୍ଟ ହେଇଯିବ, ତେଣୁ ତତେ ଧରି ପକେଇବି ବୋଲି ମୁଁ ପଛେ ପଛେ ସବୁବେଳେ ଯାଉଛି। କିନ୍ତୁ ଯେତେବେଳେ ଦୁଃଖ ପାଉଛୁ ତୁ ଭାବୁଛୁ ଯୋଉ ଦିଟା ପାଦ ଚଲା ପଥରେ ପଡିଛି ସେ ପାଦ ଦିଟା ତୋର ବୋଲି। ବୋଲେ ସେ ପାଦ ଦିଟାକୁ ନିରୀକ୍ଷଣ କରି ଦେଖେ ଏଟା କାହା ପାଦ? ଭକ୍ତ ଯେତେବେଳେ ଅନେଇ ଦେଲା ସେଟା ଅଷ୍ଟାଦଶ ଚିହ୍ନ ଥିବା ଭଗବାନଙ୍କର ପାଦ। ଏତିକି ବେଳେ ଭକ୍ତ ପଚାରିଦେ, ମୁଁ କହିଲି ଆଜ୍ଞା ମୁଁ ତ ମଣିଷ ରୂପରେ ଜନ୍ମ ହେଇଥିଲି ପୃଥିବୀରେ, ମୋ ପାଦ ଦିଟା, ମୁଁ ବାଟ ଚାଲୁଥିଲି, ମୋ ପାଦ ଦିଟା ତଳେ ପଡିବା କଥା, କିନ୍ତୁ ଯେତେବେଳେ ଦୁଃଖ ପାଇଛି ଆପଣଙ୍କ ପାଦ ପଡିଛି, ମୋ ପାଦ କୁଆଡେ ଗଲା? କହିଲା ଧନରେ ଯେତେବେଳେ ସୁଖ ପାଏ ମୋ ଭକ୍ତ, ମୁଁ ତାକୁ ଚାଲିବାର ସୁଯୋଗ ଦିଏ, ତା ପଛେ ପଛେ ମୁଁ ଚାଲୁଥାଏ। କିନ୍ତୁ ମୋ ଭକ୍ତ ଯେତେବେଳେ ଦୁଃଖ ପାଏ ମୁଁ ତା ପାଦ ତଳେ ଲାଗିବାକୁ ଦିଏ ନା, ମୁଁ ତାକୁ କାନ୍ଧରେ ଧରି ଚାଲେ। ତେଣୁ ତୁ ଯେତେବେଳେ ଦୁଃଖ ପାଉଥିଲୁ ମୁଁ ତୋତେ କାନ୍ଧରେ ଧରି ଚାଲୁଥିବାରୁ ତୋ ପାଦ ଚିହ୍ନ ତଳେ ପଡିନି, ମୋ ପାଦ ଚିହ୍ନ ତଳେ ପଡିଛି। ତେଣୁ ସଜନ ବୃନ୍ଦ